Prayers and Meditation, October 6, 1914. O sweet Mother, thou shouldst teach me to be integrally and constantly thyself, entirely consecrated to the giving of an ever more perfect means of expression to that which wills to manifest. All is calm, serene. There is no more struggle, no more anguish. Aspiration itself becomes sovereignly peaceful in its immensity, yet loses nothing of its intensity. And through a curious opposition in the consciousness, like the observe and the reverse sides of a medal, the being perceives at one and the same time the immutable calm of the infinite reality, in which all is forever without any possibility of change, and the ardent and rapid march of all that becomes without cessation in an uninterpreted progression. And to Thee, O Lord, both are equally true. ଧ୍ୟାନ ଓ ପ୍ରାର୍ଥନା। ଅକ୍ଟୋବର 6, 1914। ହେ ମଧୁମୟୀ ମା, ମୋତେ ଏହା ଶିଖାଇ ଦେ କିପରି ସର୍ବୋତ ଭାବେ ଏବଂ ସଦା ସର୍ବଦା ମୁଁ ତୁ ହୋଇ ଉଠିବି, ନିଜକୁ ନିଃଶେଷରେ ଉତ୍ସର୍ଗ କରିଦେଇପାରିବି ଏହି କାର୍ଯ୍ୟରେ, ଯଦ୍ୱାରା ପ୍ରକାଶ ଉନ୍ମୁଖ ସଦ୍ବସ୍ତୁଟି କ୍ରମଶଃ ଲାଭ କରିବ ତାହାର ଯଥାର୍ଥ ପ୍ରକାଶ ଯନ୍ତ୍ର। ସବୁକିଛି ହିଁ ସ୍ଥିର ଏବଂ ପ୍ରଶାନ୍ତ, କୌଣସି ସଂଘର୍ଷ ନାହିଁ, କୌଣସି ବେଦନା ନାହିଁ, ଏପରିକି ଆସ୍ପୃହା ତାର ବିଶାଳତା ମଧ୍ୟରେ ବି ପରମ ଶାନ୍ତିପୂର୍ଣ୍ଣ ହୋଇ ଉଠିଛି। କିନ୍ତୁ ଏହା କୌଣସି ତୀବ୍ରତା ହରାଇ ନାହିଁ। ଠିକ୍ ଏକ ହିଁ ସମୟରେ ପୁନଶ୍ଚ ଚେତନା ମଧ୍ୟରେ ଗୋଟିଏ ଅଦ୍ଭୁତ ବୈପରୀତ୍ୟର ସମାବେଶ ଫଳରେ ପଦକର ସମ୍ମୁଖ ଓ ପଶ୍ଚାତ୍ ଭାଗ ତୁଲ୍ୟ ମୋ ସତ୍ତା ଅନୁଭବ କରୁଛି। ଏକ ଦିଗରେ ଅଖଣ୍ଡ ସଦ୍ବସ୍ତୁର ସେହି ଅଚଳ ପ୍ରଶାନ୍ତି, ଯାହା ମଧ୍ୟରେ ସବୁକିଛି ଶାଶ୍ୱତ ରୂପେ ପରିବର୍ତ୍ତନ ସମ୍ଭାବନା ରହିତ ହୋଇ ରହିଛି। ଅନ୍ୟ ଦିଗରେ ଗୋଟିଏ ନିରବଚ୍ଛିନ୍ନ କ୍ରମୋନ୍ନତିର ଧାରାକୁ ଆଶ୍ରୟ କରି ବିଶ୍ୱ ସମ୍ଭୂତିର କ୍ଷିପ୍ର ଏବଂ ତୀବ୍ର ଗତି ଦ୍ୱାରା ଚାଲୁଛି। ହେ ଭଗବାନ, ତୋ ପାଖରେ ଏହି ଉଭୟ ହିଁ ସମାନ ଭାବେ ସତ୍ୟ। ମା